ଯୀଶୁଙ୍କ ନାମରେ ନମସ୍କାର ଜଣାଏ। ଆଉ ବିଶେଷ କରି ଧନ୍ୟବାଦ ଦିଏ ସୁନ୍ଦର ସୁଯୋଗ ପାଇଁ ସାକ୍ଷ୍ୟ ମାଧ୍ୟମରେ ଆପଣ ମାନଙ୍କର ନିକଟକୁ ଆସିବା ପାଇଁ ପ୍ରଭୁ ସୁନ୍ଦର ସୁଯୋଗ ଦେଲେ। ଆଉ ବିଶେଷ କରିକି ମୁଁ ସୁଯୋଗ ଦେଇଥିବା ହେତୁ ପରିଚାଳନା କରୁଥିବା ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ଧନ୍ୟବାଦ ଦିଏ। ଏହା ମୋ ଜୀବନର ମୋର ସେବା କାର୍ଯ୍ୟର ଅଳ୍ପ କିଛି ସାକ୍ଷ୍ୟ ଆପଣ ମାନଙ୍କ ନିକଟରେ ମୁଁ ରଖିବି। ଆଉ ବିଶେଷ କରିକି ଆଉ ଏହା ସାକ୍ଷ୍ୟ ମଧ୍ୟ ପ୍ରାର୍ଥନାର ଅନୁରୋଧ ମଧ୍ୟ ଭାବିକି ଆପଣ ମାନେ ବ୍ୟକ୍ତିଗତ ଭାବରେ ପାରିବାରିକ ଭାବରେ ଆମ ପାଇଁ ପ୍ରାର୍ଥନା କରିବେ। ବିଶେଷ କରି ଖୋର୍ଦ୍ଧା ଅଞ୍ଚଳରେ ଯେତେବେଳେ ମୁଁ ସେବା କାର୍ଯ୍ୟ କରିବାର ଆରମ୍ଭ କଲି, ଯେତେବେଳେ ସେବା କାର୍ଯ୍ୟ କରିବା ପାଇଁ ଆରମ୍ଭ କଲି ମୋର ଫୋକସ୍ ଗଲା ଯେଉଁ ଜାଗା ମାନଙ୍କରେ ସୁସମାଚାର ସେବା କାର୍ଯ୍ୟ ପହଞ୍ଚି ନାହିଁ ସେମାନଙ୍କ ଭିତରେ ସେବା କାର୍ଯ୍ୟ କରିବା ପାଇଁ। ତ ମୁଁ ସାଇକେଲରେ ବହୁତ ଦୂରକୁ ବି ପଳାଏ, ସେବେଳକୁ ମାନେ ଏତେ କଟକଣା ନଥିଲା। ତ ଯେତେବେଳେ ମୁଁ ଯିବା ବେଳେ ଅନେକ ଲୋକଙ୍କ ସହିତ ବ୍ୟକ୍ତିଗତ ଭାବରେ ମିଶିବା ସହିତ ପ୍ରଭୁଙ୍କର ଆଉ ବାକ୍ୟ ପ୍ରଦାନ କରିଲି। ଗୋଟିଏ ଗାଁରେ ଜଣେ ଛୋଟିଆ ଗାଁ, ପ୍ରାୟ 10-15ଟି ସେ ସାହିରେ ସେମାନେ ରହିକି ଗରିବ ଶ୍ରେଣୀର ଲୋକମାନେ, ତାଙ୍କର ଇନକମ୍ କମ୍, ତ ସେମାନେ ସେଇ ସାହି ଭିତରକୁ ପ୍ରଭୁ ମତେ ନେଲେ। ତାପରେ ଯେତେବେଳେ ମୁଁ ସେଇ ସ୍ଥାନରେ ଜଣେ ମଉସାଙ୍କ ସହିତ ବସିକି ପ୍ରଭୁଙ୍କ ବିଷୟରେ କଥାବାର୍ତ୍ତା କଲି, ତାପରେ ସେ ଯେତେବେଳେ ଆଗ୍ରହ ପ୍ରକାଶ କଲେ ପ୍ରତି ସପ୍ତାହରେ ଥରେ ଦିଥର ମୁଁ ପ୍ରାୟ ଖୋର୍ଦ୍ଧାରୁ 10-12 କିଲୋମିଟର ହବ, ତ ଆସ୍ତେ 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 ସେ ମଉସା, ତାଙ୍କ ନାଁ ହଉଛି ରାଧୁ ସାମଲ, ସେ କଣ କଲେ ପ୍ରଭୁଙ୍କର ବିଷୟରେ ଶୁଣିଲେ ଏବଂ ପ୍ରଭୁଙ୍କୁ ସେ ଏବଂ ତାଙ୍କ ପରିବାରବାସୀ ମାନେ ଉଭୟ ସ୍ୱାମୀ ସ୍ତ୍ରୀ ଆଉ ସେ ଗାଁରେ ପ୍ରଥମ କରି ପ୍ରଭୁଙ୍କୁ ସେମାନେ ବିଶ୍ୱାସ କଲେ, ଗ୍ରହଣ କଲେ। ଏବଂ ଗ୍ରହଣ କଲା ପରେ ଆମେ କଣ କଲୁ, ତାଙ୍କ ଘରେ ଯେତେବେଳେ ଗୀର୍ଜା ଉପାସନା ଆରମ୍ଭ କଲୁ, ଆସ୍ତେ 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 ଆଉ ସେଇ ସ୍ଥାନରେ ଆଉ ଅନ୍ୟ ଲୋକମାନେ ମଧ୍ୟ, ସାହି ପଡିଶା ଲୋକମାନେ ମଧ୍ୟ ଆସିକି ସେମାନେ ଯୋଗଦାନ କଲେ, ଯଦ୍ୱାରା ପ୍ରଭୁଙ୍କ ଅନୁଗ୍ରହରୁ ଆସ୍ତେ ଆସ୍ତେ ସେ ସ୍ଥାନରେ ପ୍ରାୟ 10ଟି ପରିବାର ପ୍ରଭୁଙ୍କୁ ବିଶ୍ୱାସ କଲେ, ପ୍ରଭୁଙ୍କୁ ଗ୍ରହଣ କଲେ। ତ ଆମେ ଚାହିଁଲୁ, ତ ଗୋଟେ ଛୋଟ ଜଣେ ବିଶ୍ୱାସୀ ଭାଇ କହିଲେ ଯେ ଆମେ ଆଉ ଏ ଆଗରେ ତାଗରେ ପ୍ରାର୍ଥନା କରିବା ନାହିଁ, ଆଉ ମୁଁ ଗୋଟେ ଜାଗା ଦେବି, ଗୋଟେ ଛୋଟିଆ ଘରଟେ କରିବା। ତ ପ୍ରଭୁଙ୍କ ଅନୁଗ୍ରହରୁ ମଧ୍ୟ ଗୋଟେ ଛୋଟିଆ ଘରଟେ, ଯାହାକି 20-30 ଜଣ ବସି ପାରିବା ସେମିତି ଜାଗା ଗୋଟେ କରାହେଲା ସେଠି, ଆଉ ଛୋଟ ଉପାସନା ଗୃହ। ତ ଆମେ ଯେ ପ୍ରକାର ରବିବାର ଦିନ ସେମାନଙ୍କ ନିକଟକୁ ଯାଇ ଆମ ପରିବାର ଆମେ ପ୍ରଭୁଙ୍କର ସେବା ଉପାସନା ଆରାଧନା କରିକି ଆସୁଛୁ ଆଜି ପର୍ଯ୍ୟନ୍ତ। କିନ୍ତୁ ଯେତେବେଳେ ସେ ହେଲା, ତ ଜଣେ ଆମେ ଯୋଉ ଜାଗାରେ କି ଉପାସନା ଘର ଆରମ୍ଭ କଲୁ, ସେଇ ପଡିଶାରେ ଆଉ ଜଣେ ଆଉ ଗୋଟିଏ ଲୋକ, ଯିଏକି ଟିକେ ଧନୀ ଶ୍ରେଣୀର ଲୋକ, ତାଙ୍କର ଜମିବାଡି ବହୁତ ଅଛି, ତ ଅନ୍ୟ ଗାଁର ଲୋକ ସେ ଆସିକି ଦେଖିଲା ଯେ ଏମିତି ଅଛି, ସେ ଗୋଟେ କଣ କଲା ଯେ ସେ ଚର୍ଚ୍ଚ ପାଖକୁ ମାନେ ତା ବାରିପଟକୁ ଲଗେଇକି ଆଉ ସେ ଚାହିଁଲା ଗୋଟେ ବାଉଣ୍ଡ୍ରି କରିକି, ସେ ଚାହିଁଲା ଯେ ଗୋଟେ ଆଉ କୋଠ ଘର ବା ଯୋଉମାନେ କି ବାବା ମାନେ ରୁହନ୍ତି ସେଇ ଘରଟି କରିବା ପାଇଁ ସେ ଚେଷ୍ଟା କଲା ଯେ ଆଉ ସେ ସ୍ଥାନରେ ଆଉ ଗୋଟେ ଘର ଗୋଟେ କରିବି, ମଠ କରିବି, ଆଉ ସେଠି ଗୋଟେ ବାବାଙ୍କୁ ଆଣିକି ମୁଁ ରଖିବି। ଏମାନେ ଯେତେବେଳେ ଏଇଟା କରୁଛନ୍ତି ତ ମୁଁ କାହିଁକି ସେୟା ନ କରିବି। ତ ଯେତେବେଳେ ବାବା ସେଠିକୁ ଆସିବେ, ଗୋଟେ ପୁରୀରୁ ଗୋଟେ ବାବାଙ୍କୁ ଆଣିକି ସେ ରଖିବା ପାଇଁ ବହୁତ ମାନେ ପ୍ଲାନ କରିକି ସେ ସମସ୍ତ କାର୍ଯ୍ୟକୁ କରିଲେ। ସେ ଯେତେବେଳେ କରିଲେ ଆମେ ଶୁଣିଲୁ, ମତେ ଭାରି ଚିନ୍ତା ଲାଗିଲା, ଏମାନେ ତ ପ୍ରଭୁଙ୍କ ପାଖକୁ ନୂଆରେ ଆସିଛନ୍ତି, ଏତେ ପରିଶ୍ରମ କରି ଆଉ ଏମାନଙ୍କ ମଧ୍ୟରେ ମୁଁ ବାକ୍ୟ ଦେଇଛି, ମୁଁ ଏବଂ ମୋ ପରିବାର ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୁ, ପ୍ରଭୁ ଆଉ ଏ ଗାଁରେ ତୁମର ସେବା କାର୍ଯ୍ୟ ଆରମ୍ଭ ହୋଇଛି, ହୁଏତ ଖୋର୍ଦ୍ଧାରୁ 10 କିଲୋମିଟର ହେଇପାରେ, ସେଇ ପଟରେ କୌଣସି ଖ୍ରୀଷ୍ଟିଆନର ଅଂଶ ବିଂଶ କିଛି ନାହିଁ। ତ ଯେତେବେଳେ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୁ, ପ୍ରଭୁ ଆଉ ଗୋଟେ ଏଠି ଗୋଟେ ମଠ ଯଦି ହବ ଏଇ ଚର୍ଚ୍ଚ ବାରିପଟକୁ ଲଗେଇକି, ତ ସେଠି ଗୋଟେ ଯେତେବେଳେ ବାବା ଆସିକି ରହିବ, ତ
ତ ଯେତେବେଳେ ସେ ଆଉ ବିଭିନ୍ନ ଆଉ କାର୍ଯ୍ୟରେ ସେ ଲିପ୍ତ ଥିବ, ଏମାନଙ୍କୁ ଆକୃଷ୍ଟ କରିବ, ତାର ପ୍ରଭାବଟା ଏଇ ନୂଆ ବିଶ୍ୱାସୀ ମାନଙ୍କ ଉପରେ ପଡିବ। ତ ଦରକାର ପଡିଲେ ଦେଖେଇବାକୁ ଗଲେ କୌଣସି ଖ୍ରୀଷ୍ଟିଆନର ସମାଜ ମଧ୍ୟ ସେ ଅଞ୍ଚଳରେ ନାହିଁ। ଆମେ ପ୍ରଭୁଙ୍କ ନିକଟରେ କାନ୍ଦିଲୁ, ପ୍ରାର୍ଥନା କଲୁ, ପ୍ରଭୁ ଏ ଲୋକମାନେ କଣ ପୁନର୍ବାର ଆଉ ସେଇ ପଥକୁ ଚାଲିଯିବେ? ତ ପ୍ରାର୍ଥନା କରିକି ଆମେ ଆସିଲୁ, ପ୍ରାର୍ଥନା କରୁଥିଲୁ, ଉପବାସର ସହିତ ପ୍ରାର୍ଥନା କଲୁ ସେ ବିଷୟ ପାଇଁ। ତାଙ୍କରି ଜାଗା ସେମାନେ କରିପାରିବେ, କିନ୍ତୁ ଆମେ ଏଇ ନୂଆ ବିଶ୍ୱାସୀ ମାନଙ୍କ ପାଇଁ ଚିନ୍ତାରେ ପଡିଲୁ। ଯଦି ସେଠି ମଠ ହବ, ବାବା ମାନେ ଆସିକି ରହିବେ, ବିଭିନ୍ନ ପୂଜା ଆୟୋଜନ କରିବେ, ତ ନୂଆ ବିଶ୍ୱାସୀ ମାନେ କାଳେ ସେମାନେ ଆଉ ଥରେ ଚାଲିଯିବେ କି? ତ ବହୁତ ପ୍ରାର୍ଥନା କଲୁ ପ୍ରଭୁଙ୍କ ନିକଟରେ। ଆଉ ଯେତେବେଳେ ପ୍ରାର୍ଥନା କଲୁ, ଆସ୍ତେ 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 ସେ ଯୋଉ ଘରଟା ସେ କରିଲା, ତାର ମୋଟିଭକୁ ପ୍ରଭୁ ଚେଞ୍ଜ କରିଦେଲେ, ତାର ଉଦ୍ଦେଶ୍ୟକୁ ପ୍ରଭୁ ଚେଞ୍ଜ କରିଦେଲେ। ଆଉ ବିଶେଷ କରିକି ପ୍ରଭୁଙ୍କର ଧନ୍ୟବାଦ କରୁଛି ଯେ ସେ ଘରେ ଯୋଉ କାର୍ଯ୍ୟ କରିବା ପାଇଁ ସେ ଯୋଜନା କରିଥିଲେ, ସେ ଘର ଅଧା ହେଇକି ରହିଗଲା, ଆଜି ପର୍ଯ୍ୟନ୍ତ ବନା ହେଇପାରିଲା ନାହିଁ। ସେଇ ଉଦ୍ଦେଶ୍ୟଟା ତାର ସଫଳ ହେଲା ନାହିଁ। ତ ସେ କଣ କଲେ, ସେ ବର୍ତ୍ତମାନ ସେ ବି ରହୁନାହାନ୍ତି କି କୌଣସି ବାବାକୁ ଆଣିକି ରଖିନାହାନ୍ତି। ବର୍ତ୍ତମାନ ସେ ସ୍ଥାନରେ ପ୍ରାୟ ଗଛ ପତ୍ର କଣ ଗୋଟେ ପନିପରିବା ଗଛ ବଗିଚା କରିକି ସେ ଜାଗାକୁ ସେ ସେଇ ପ୍ରକାର ଭାବରେ ରଖିଛନ୍ତି। କୌଣସି ଗୋଟିଏ ଲୋକ ମଧ୍ୟ ସେ ସ୍ଥାନରେ ନାହାନ୍ତି, ଯାହାକି ସେବା କାର୍ଯ୍ୟକୁ ବିଶ୍ୱାସୀ ମାନଙ୍କୁ ଡିଷ୍ଟର୍ବାନ୍ସ କରିବା ଜିନିଷକୁ ପ୍ରଭୁ ସେଠି ଆଲାଉ କରିନାହାନ୍ତି। ତ ପ୍ରଭୁଙ୍କର ଗୌରବ ନିମନ୍ତେ ମୁଁ ତାହା କହିବା ପାଇଁ ଚାହୁଁଛି ଯେ କଠିନତା ସମୟରେ, ପରିସ୍ଥିତିର ଜଟିଳତା ସମୟରେ ଆଉ ଆମେ ନିରୁପାୟ ଥିଲୁ, ଏବଂ ପ୍ରଭୁ ଗୋଟିଏ ରାସ୍ତା ଦେଖେଇଲେ, ତୁମେ କେବଳ ପ୍ରାର୍ଥନା କର, କୌଣସି ଲୋକଙ୍କ ସହିତ ତୁମେ ଯୁକ୍ତି କର ନାହିଁ। ଦ୍ୱିତୀୟ ବିଷୟ ଯେ ସେ ସ୍ଥାନରେ ଯେତେବେଳେ ସେବା କାର୍ଯ୍ୟ ଆରମ୍ଭ ହେଲା, ଯୋଉ ଲୋକ ପ୍ରଭୁଙ୍କୁ ବିଶ୍ୱାସ କଲେ ତାକୁ ଗୋଟେ ସିଭିୟର ଗୋଟେ ରୋଗ ହେଲା। ଯାହା ଯୋଉ ସିଭିୟର ରୋଗ ହେଲା, ତ ମୁଁ ତାକୁ କଣ କଲି, ଯେତେବେଳେ ପ୍ରାର୍ଥନା ସହକାରେ ଆମେ ତାକୁ ମେଡିକାଲ ନେଇକି ଆସିଲୁ। ମେଡିକାଲ ନେଇକି ଆସିଲା ପରେ ଡକ୍ଟର ବି କହିଲେ ତାକୁ ଅପରେସନ କରିବାକୁ ପଡିବ, ଗୋଟେ ଆଉ ତାର ଗୋଟେ ରୋଗ ଥିଲା। ତ ସେଇ ବ୍ୟକ୍ତି ଜଣକ କହିଲେ ଯେ ଆଉ ପାଳକ ବାବୁ, ଆଉ ମତେ ସାର୍ ବୋଲିକି ବି ଡାକନ୍ତି, ସାର୍ ମୁଁ ଅପରେସନ ହେବିନି, ଆପଣ ବେଡରେ ମୋ ପାଇଁ ପ୍ରାର୍ଥନା କରନ୍ତୁ। ଡକ୍ଟର କହିଦେଲା ଯେ ସନ୍ଧ୍ୟା ବେଳକୁ ଅପରେସନ ହବ। ସେ ଦେଖନ୍ତୁ, ସେ କହିଲେ ମୁଁ ଅପରେସନ ହେବିନି, ଆପଣ ମୋ ପାଇଁ ପ୍ରାର୍ଥନା କରନ୍ତୁ। ଯେତେବେଳେ ଆମେ ତାଙ୍କ ବେଡରେ ବସିକି ମେଡିକାଲରେ ପ୍ରାର୍ଥନା କଲୁ, ଡକ୍ଟର କହୁଥିଲା ଅପରେସନ କରିବା ନିହାତି ଜରୁରୀ, କିନ୍ତୁ ପ୍ରଭୁଙ୍କର ଗୌରବ ହଉ, ଆମେ ବେଡରେ ରହିକି ତାଙ୍କ ପାଇଁ ପ୍ରାର୍ଥନା କଲୁ। ତାପରେ ମୁଁ ଘରକୁ ପଳେଇ ଆସିଲି। ସେମାନେ ରାତିରେ ଡକ୍ଟରଙ୍କୁ କହିଲେ ଯେ ଆମେ ଅପରେସନ ହବୁ ନାହିଁ। ତ ସକାଳୁ ଯେତେବେଳେ ମୁଁ ଆଉ ଥରେ ଗଲି, ତାପରେ ତାକୁ ଡିସଚାର୍ଜ କରାଗଲା। ଡିସଚାର୍ଜ କରାଗଲା ପରେ ତାକୁ ନେଲା ବେଳକୁ ଡକ୍ଟର ଗୋଟିଏ କଥା କହିଲେ ମତେ, ଦେଖନ୍ତୁ ଆଜ୍ଞା, ଆପଣ ଯାହାକୁ ଆଣିଥିଲେ ଆଉ ତା ଜୀବନ ପ୍ରତି ବିପଦ ଅଛି, ଅପରେସନ ହେଇଥିଲେ ଭଲ ହେଇଥାନ୍ତା, କିନ୍ତୁ ପ୍ରଭୁଙ୍କର ଗୌରବ ହଉ ଯେ ସେ ବ୍ୟକ୍ତି ଆଜି ପର୍ଯ୍ୟନ୍ତ ଜୀବିତ ମାନଙ୍କ ମଧ୍ୟରେ ନାମ ସ୍ଥାନ ପାଇଛନ୍ତି। ତାଙ୍କର ସେଇ ଯୋଉ ରୋଗଟା ଅଟୋମେଟିକଲି କେମିତି ସୁସ୍ଥ ସେ ପାଇଛନ୍ତି, ତାହା ପ୍ରଭୁଙ୍କର ଆଶ୍ଚର୍ଯ୍ୟର ବିଷୟ। ସେ ମଧ୍ୟ ଚିନ୍ତାର ବାହାରେ ଯେ କି ପ୍ରକାର ଭାବରେ ଡକ୍ଟର ନିଜେ ଖୋଦ ଆସିକି କହୁଥିଲେ ବେଡ୍ ପାଖରେ ଯେ ନିହାତି ଅପରେସନ କରିବାକୁ ପଡିବ, କିନ୍ତୁ ପ୍ରଭୁଙ୍କର ଗୌରବ ହଉ ଯେ ଆଶ୍ଚର୍ଯ୍ୟ କାର୍ଯ୍ୟ ପ୍ରଭୁ କଲେ। ଆଉ ପ୍ରଭୁଙ୍କର ମହତ୍ ନାମର ଧନ୍ୟବାଦ ହଉ, ସେ ମଉସା ଆଜି ପର୍ଯ୍ୟନ୍ତ ପ୍ରଭୁରେ ଅଛନ୍ତି। ସେଥିପାଇଁ ପ୍ରଭୁଙ୍କର ଗୌରବ ହଉ, ପ୍ରଭୁଙ୍କର ମହିମା ହେଉ। ବିଶେଷ କରି ମୋ ପରିବାରର ଗୋଟେ ଦିଟା ସାକ୍ଷ୍ୟ କହିକି ମୁଁ ସମାପ୍ତ କରିବି। ଯେତେବେଳେ ଆଉ ମୋ ପୁଅ ବଡ ପୁଅ ଜନ୍ମ ହେଲା, ହଠାତ୍ ମୁଁ କହିଥିଲି ମଧ୍ୟ, ତ ହଠାତ୍ 2 ବର୍ଷ ହେଇଥିଲା ତାକୁ, ସେ ଗୋଟେ କଏନ ଗିଳିକି ଦେଲା। ଗୋଟେ କଏନକୁ ପାଟିରେ ପକେଇଦେଲା, ଗିଳିଦେଲା। ଦେଖନ୍ତୁ, ଆମେ ଗୋଟିଏ ଲାଇନରେ ସେବା କାର୍ଯ୍ୟ କରିବା ସମୟରେ ପରିସ୍ଥିତି କି ପ୍ରକାର ଭାବରେ ଆମମାନଙ୍କ ପଛରେ ପଛରେ ଆଉ ନେଗେଟିଭ ପରିସ୍ଥିତି, ଜଟିଳ ପରିସ୍ଥିତି ଶୈତାନ ଆମକୁ ଅଟକେଇବା ପାଇଁ ବିଭିନ୍ନ ଭାବରେ, ତ ଆମେ ରବିବାର ଉପାସନା କରିକି ଆସିଲା ବେଳକୁ ଏ ଘଟଣା ଯେତେବେଳେ ଘଟିଲା ଘରେ, ମାନେ ଜାଣିବି ନଥିଲୁ ପୁଅ ପଇସା ଗିଳି ଦେଇଛି ବୋଲିକି। ଆଉ ସାଙ୍ଗେ ସାଙ୍ଗେ ତାକୁ ଆଉ ମେଡିକାଲକୁ ନେଲୁ। ସେ କହିଲା ଯେତେବେଳେ
ଖନେଇ ଖନେଇକି କହିଲା ମେଡିକାଲ ନେଲୁ। ତ ଖୋର୍ଦ୍ଧାରେ ସେ ପ୍ରକାରର ବଡ ମେଡିକାଲ ବି ସେଇ ଟାଇମରେ ନଥିଲା। ତ ଆଉ ଆମକୁ ଭୁବନେଶ୍ୱର ନେବାକୁ ପଡିଲା ଗୋଟେ ପ୍ରାଇଭେଟ ହସ୍ପିଟାଲରେ ପୁଅକୁ ଆଉ ଆଡମିସନ କଲୁ। ଆମ ପାଖରେ ସେ ପ୍ରକାର ସମ୍ବଳ ବି ନଥାଏ, ଗଭର୍ଣ୍ଣମେଣ୍ଟର ହସ୍ପିଟାଲର କୌଣସି ଆଉ ସେଇ ଆଉ ମେସିନର ସୁବିଧା ନଥିଲା। ପ୍ରାଇଭେଟ ବିବେକାନନ୍ଦ ହସ୍ପିଟାଲରେ ଆମେ ତାକୁ ଆଡମିସନ କଲୁ। ଆଉ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୁ, ପ୍ରଭୁ ଆମମାନଙ୍କ ପାଖରେ କୌଣସି ସମ୍ବଳତା ନାହିଁ ଏତେ ଟଙ୍କା ଖର୍ଚ୍ଚ କରିବା ପାଇଁ। ସୁରୁଖୁରୁ ଭାବରେ ପିଲାର ଯୋଉ ଆଉ ପଇସା ଗିଳି ଦେଇଛୁ, କୋଉ ଜାଗାରେ ଅଛି ଆମେ ଜାଣିନୁ, ତୁମେ ସାହାଯ୍ୟ କର। ସେମାନେ କଣ କଲେ, ଇଣ୍ଡୋସ୍କୋପିଟାକୁ ଗୋଟେ ବାହାର କଲେ। ଇଣ୍ଡୋସ୍କୋପିରେ ଦେଖିଲେ ପୁଅର ଏଇ ନଳୀ ଭିତରେ ଅଟକିକି ଅଛି, ପଇସା ପେଟକୁ ଯାଇନାହିଁ। ତ ସେଟା ଗୋଟେ ଆଶ୍ଚର୍ଯ୍ୟର ବିଷୟ ଯେ ଯୋଉ ନଳୀରେ ସେଇ କଏନଟା ଅଟକିଥିଲା, ଠିଆ ହେଇକି ଅଟକିଥିଲା, ଯାହାକି ଦୁଇ ପଟର ହୋଲ ଟିକେ ଥିବାରୁ ପିଲାକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ସାହାଯ୍ୟ କରୁଥିଲା। ଯଦି ପଇସାଟା ଯଦି ଏମିତି ଶୋଇ ଯାଇଥାନ୍ତା, ସେ ନଳୀରେ ସେଟା କଣ ହେଇଥାନ୍ତା, ଫିକ୍ସ ହେଇଯାଇଥାନ୍ତା, ତାକୁ ନିଶ୍ୱାସ ପ୍ରଶ୍ୱାସ ନେବାର ଅସୁବିଧା ହେଇଥାନ୍ତା। ତ ପ୍ରଭୁଙ୍କର ମହତ୍ ନାମର ଧନ୍ୟବାଦ ହଉ। ପ୍ରଭୁ ଆମମାନଙ୍କର କାନ୍ଦକୁ ପ୍ରଭୁ ଶୁଣିଲେ, ପ୍ରାର୍ଥନାକୁ ଶୁଣିଲେ। ଆମେ ଅସହାୟ ଅବସ୍ଥାରେ ଆମେ ଗଲୁ ପିଲାକୁ ଧରିକି, ଆଉ ଯେତେବେଳେ ଗଲୁ ପ୍ରଭୁ ଆମମାନଙ୍କର ପ୍ରାର୍ଥନା ଶୁଣିଲେ। ସେଟା କୌଣସି ଆଉ ଏଇ ଜାଗାରେ ଅଟକିଥିଲା, ସେମାନେ କଣ କଲେ, ପୁଅକୁ ଗୋଟେ ନିଶା ଇଞ୍ଜେକ୍ସନ ଦେଇକି ତାକୁ କଣ କଲେ, ଏଇ ସ୍ଥାନରୁ ଗୋଟେ ମ୍ୟାଗ୍ନେଟ ଲଗେଇକି ଗୋଟେ ପାଇପରୁ ବାହାର କରିଦେଲେ। ଯଦି ପେଟକୁ ଚାଲି ଯାଇଥାନ୍ତା, ପେଟ ଅପରେସନ କରିବାକୁ ପଡିଥାନ୍ତା। ଯଦି ଆଉ ସେ କଏନ ଯଦି ଆଉ ଶୋଇ ଯାଇଥାନ୍ତା, କହିଲେ ପିଲାର ଜୀବନ ପ୍ରତି ବିପଦ ଥିଲା। ପ୍ରଭୁ ଆଶ୍ଚର୍ଯ୍ୟ ଭାବରେ ଆମମାନଙ୍କର ଦୁଃଖକୁ କଷ୍ଟକୁ ଦେଖିଲେ ଏବଂ ଆଉ ସେ ପୁଅକୁ ଜୀବନରେ ବଞ୍ଚେଇଲେ। ସେଥିପାଇଁ ପ୍ରଭୁଙ୍କର ଧନ୍ୟବାଦ ହଉ। ତ ପ୍ରଭୁ ଅନୁଗ୍ରହ କରି କରିକି ଆଜି ପର୍ଯ୍ୟନ୍ତ କଢେଇକି ଆସିଛନ୍ତି। ଆଉ ଯେତେବେଳେ ସେବା କାର୍ଯ୍ୟ ଆମେ କରୁଛୁ, ଆଉ ମୁଁ ସାଇକେଲରେ ସେବା କାର୍ଯ୍ୟ କରେ, ଯେତେବେଳେ ଯାଏ ମୁଁ ବିଭିନ୍ନ ସ୍ଥାନକୁ ସେବା କାର୍ଯ୍ୟ ପାଇଁ ଯାଉଥିଲି, ଯେତେବେଳେ ଆଉ ସେ ସ୍ଥାନରେ ଯେତେବେଳେ ଆଉ ଥରେ ସେବା କାର୍ଯ୍ୟ ବଢିଲା, ଶୈତାନ ମତେ ଆଟାକ କଲା। ମୋର ଅଣ୍ଟାକୁ ଆଉ ସମସ୍ୟା ଆସିଲା। ମୋର ସଣ୍ଟାରେ ଆଉ ଗୋଟେ ଏମିତି ପ୍ରୋବ୍ଲେମ ହେଲା ଯେ ମୋର ସ୍ପାଇନାଲ କର୍ଡରେ ଗୋଟେ ଆଉ ଶିରଟା ଅଟକିକି ରହିଗଲା, ବ୍ଲଡ ସାର୍କୁଲେସନ ହେଲା ନାହିଁ ଗୋଡକୁ। ଗୋଡ ଉପରେ ମୋର ସମସ୍ୟା ଆସିଲା। ଶୈତାନ ଚାହିଁଲା ଗୋଡକୁ ଆଘାତ କରିବି। ମୁଁ ପ୍ରଭୁଙ୍କର ଗୌରବ ନିମନ୍ତେ କହୁଛି, ଆପଣ ମାନଙ୍କର ଉତ୍ସାହିତ ବି ନିମନ୍ତେ କହୁଛି ଯେ ଗୋଡକୁ ପ୍ରଭୁ ଆଉ ମତେ ଆଶୀର୍ବାଦ କଲେ। ଶୈତାନ ଚାହିଁଲେ ଆର ଗୋଡକୁ ଆଘାତ କରିବେ, ଏଇ ଯୋଉ 10-15 କିଲୋମିଟର ବୁଲିକି ସେବା କାର୍ଯ୍ୟ କରୁଛେ କରିବନି, ଘରେ ବସିକି ରହିବ, ଆକୁ ପାରାଲିସିସ୍ କରିଦେବି। ସେଇ ଟାଇପ ଗୋଟେ ମୋର ବ୍ଲଡ ସାର୍କୁଲେସନ ହେଲା ନାହିଁ, ଗୋଡକୁ ଗଲା ନାହିଁ ବ୍ଲଡ। ତ ବହୁତ ପ୍ରକାର ମେଡିସିନ ଡକ୍ଟରକୁ ଦେଖେଇଲୁ, କୌଣସି ମାନେ ସୁବିଧା ହେଲା ନାହିଁ, କୌଣସି ଉପକାର ମୁଁ ପାଇଲି ନାହିଁ। ଦିନକୁ ଦିନ ଜଟିଳ ପରିସ୍ଥିତି ହେଲା, ମୋର ଗୋଟେ ଗୋଡର ଆଉ ସେନ୍ସ ଚାଲିଗଲା। ତ ପ୍ରଭୁଙ୍କ ନିକଟରେ ମୁଁ କାନ୍ଦିଲି, ପ୍ରଭୁ କଣ ମୁଁ ଏଇଥିପାଇଁ ଆସିଛି, ପ୍ରଭୁ ଏଇଥିପାଇଁ କଣ ମତେ ତୁମେ ଡାକିଛ କି ଘରେ ରହିବା ପାଇଁ? ମୋର ଯଦି ଗୋଡ ସୁବିଧା ନାହିଁ ତ ମୁଁ ସେବା କାର୍ଯ୍ୟ କରିବାର ମୁଁ ବିଫଳତାରେ ରହିବି। ପ୍ରଭୁ ମୁଁ କୌଣସି ଜାଗାକୁ ଯାଇପାରିବିନି, ମୁଁ ଗୋଟିଏ ଜାଗାରେ ରହିବା ପାଇଁ ଆସିନି। ପ୍ରଭୁ ମତେ ଏଇଥିପାଇଁ ତୁମେ ମତେ ଡାକିନାହ। ମୁଁ କାନ୍ଦିଲି ପ୍ରଭୁଙ୍କ ନିକଟରେ, ଆମ ପରିବାର କାନ୍ଦିଲୁ। ଆଉ ଯେତେବେଳେ ଆମ କଟକ ଗୋଟେ ନ୍ୟୁରୋ ସ୍ପେଶାଲିଷ୍ଟକୁ ଦେଖିବା ପାଇଁ, ଆଉ ସେଇ ସମୟରେ ପ୍ରାୟ 4-5 ବର୍ଷ ହେଲା ସେଇ ଡକ୍ଟର ଏକ୍ସପାୟାର୍ଡ କରିଗଲେ। ଆଉ ତାର ନାଁ ହଉଛି ସନାତନ ରଥ। ଆଉ ଯେତେବେଳେ ଆଉ ମତେ ସେ ସ୍ଥାନକୁ ନିଆଗଲା, ଆଉ ଡକ୍ଟର କହିଲେ MRI କରାଗଲା। ଯେତେବେଳେ ଡକ୍ଟର କହିଲେ ଗୋଡର ସମସ୍ୟା ନାହିଁ, ଅଣ୍ଟାର ସମସ୍ୟା ଅଛି, ଆଉ ଯୋଦ୍ୱାରା ତାର ଗୋଡର ପ୍ରୋବ୍ଲେମ ଅଛି, ଅପରେସନ କରିବାକୁ ପଡିଲା। ଅନେକ ଅର୍ଥ, ଯୋଉ ଅର୍ଥ କି ସେ ଆମମାନଙ୍କୁ ହିସାବ କଲେ ଯେ 2016 ମସିହାରେ ପ୍ରାୟ 80,000 ଟଙ୍କା କିମ୍ବା ପାଖାପାଖି 1,00,000 ଟଙ୍କା ଖର୍ଚ୍ଚ ହବ। ଆମ ପାଖରେ କିଛି ଅର୍ଥ ନଥିଲା, ଆମେ ସେମିତି ଯାଇଥିଲୁ। ପ୍ରାୟ 2,000 ଟଙ୍କା ଥିଲା ପକେଟରେ। କଣ ତ ପ୍ରଭୁଙ୍କର ମଙ୍ଗଳ ଦାନକୁ ମୁଁ ପ୍ରଭୁଙ୍କର ଗୌରବ ନିମନ୍ତେ ଆଜି ଆପଣ ମାନଙ୍କୁ ଉତ୍ସାହ ନିମନ୍ତେ କହୁଛି, ଆଶ୍ଚର୍ଯ୍ୟ ଭାବରେ ପ୍ରଭୁ ମତେ ଅର୍ଥ ବି ଯୋଗେଇଲେ। ସେ ସ୍ଥାନରେ ଆମେ କାନ୍ଦିଲୁ ସେ ରାତିରେ, ପ୍ରଭୁ କଣ ପରିସ୍ଥିତି ହେଲା କଣ? ଯେତେବେଳେ ପ୍ରଭୁଙ୍କର ଅନୁଗ୍ରହ ଆସିଲା, ଆସ୍ତେ ଆସ୍ତେ ପ୍ରଭୁଙ୍କର ଲୋକମାନେ ଆଉ ମତେ ସାହାଯ୍ୟ କଲେ ଏବଂ ସେ ସ୍ଥାନରେ ଆଉ ଅପରେସନ ହେବା ପାଇଁ ଆଉ କିଛି ପଇସା ଡିପୋଜିଟ କରିବା ପାଇଁ ସୁବିଧା ହେଲା। ଅପରେସନ ହେଲି
ଅପରେସନ ହେଲା ପରେ 12 ଦିନ ମତେ ରହିବାକୁ ପଡିଲା ସେ ସ୍ଥାନରେ। ଆଉ ପ୍ରଭୁଙ୍କର ଗୌରବ ନିମନ୍ତେ ପ୍ରଭୁ ମତେ ସୁସ୍ଥ ସବଳ କରି ସେ ସ୍ଥାନରୁ ଆଣିଲେ। ମୁଁ ସବୁ ଦିନ ରାତିରେ ସେଠି କାନ୍ଦେ ବେଡରେ, ଆଉ ପ୍ରାର୍ଥନା କରେ, ପ୍ରଭୁ ଏଇ ବେଡରେ ମୁଁ ଶୋଇବା ପାଇଁ ଆସିନି, ମୁଁ ତୁମର ସେବା କାର୍ଯ୍ୟ କରିବା ପାଇଁ ଆସିଛି। ପ୍ରଭୁ ତୁମେ ଯଦି ମତେ ସାହାଯ୍ୟ ନ କରିବ ଶୈତାନ ଜୟ ହେଇଯିବ। ପ୍ରଭୁ ଗୋଟିଏ କଥା ମତେ କହୁଥିଲେ, ମୁଁ ତୋର ହସ୍ତ ଧରିଛି, ବ୍ୟସ୍ତ ହଅ ନା। ପ୍ରଭୁ ମତେ ସୁସ୍ଥ ସବଳ ସହିତ ଆଉ ଅନୁଗ୍ରହ କରି ଆଉ ତାଙ୍କର ସେବାରେ ଆଉ ଆଜି ପର୍ଯ୍ୟନ୍ତ ବ୍ୟବହାର କରୁଛନ୍ତି। ଲୋକମାନେ ଆଶ୍ଚର୍ଯ୍ୟ ହେଲେ ଯେ ଆଉ ତୁମର କେମିତି ଅଣ୍ଟାର ଅପରେସନଟା ସକ୍ସେସଫୁଲ ହେଲା। ଅନେକ ଲୋକଙ୍କର ଗୋଡ ଆଉ ଆଉ ଖରାପ ହେଇଯାଉଛି, ଅଣ୍ଟା ଖରାପ ହେଇଯାଉଛି, କିନ୍ତୁ ପ୍ରଭୁଙ୍କର ଗୌରବ ହଉ, ପ୍ରଭୁ ମତେ ତାଙ୍କରି ସେବା କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ଆଜି ମଧ୍ୟ ଆଉ ଅନେକ ମାତ୍ରାରେ ଆମର 2ଟି ପୁଅ ଆଉ ଆମେ ପ୍ରଭୁଙ୍କର ସେବା କାର୍ଯ୍ୟ କରୁଛୁ। ଆଜି ମଧ୍ୟ ଆପଣମାନଙ୍କର ପ୍ରାର୍ଥନା, ଆପଣମାନଙ୍କର ଗ୍ରୁପର ପ୍ରାର୍ଥନା, ଆପଣମାନଙ୍କର ଗ୍ରୁପର ଆଉ ସହାୟତା ସାହାଯ୍ୟ ଆମ ପରିବାର ପ୍ରତି ପ୍ରଚୁର ରହିଛି, ଯଦ୍ୱାରା ମାନେ ଦିନ ପ୍ରତିଦିନ କିଛି କିଛି ବିଷୟରେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରୁଛନ୍ତି, ଆଶୀର୍ବାଦ କରୁଛନ୍ତି, କଢେଇକି ନେଉଛନ୍ତି ତାଙ୍କରି ସେବା ଉପାସନା ଆରାଧନା କରିକି ଆଗକୁ ବଢିବା ପାଇଁ। ସେଥିପାଇଁ ପ୍ରଭୁଙ୍କର ଗୌରବ ହଉ। ଗୋଟେ ନୂଆ ପରିବାର, ଯୋଉ ପରିବାର କଥା ମୁଁ କହୁଥିଲି, ଯୋଉ ଝିଅଙ୍କୁ ଆଉ ମନ୍ଦ ଶକ୍ତି ଲାଗିଥିଲା, ଆମର ଛୋଟ ଉପାସନା ଗୃହକୁ ସେ ଆସିଲେ, ପ୍ରାର୍ଥନାରେ ତାର ସୁସ୍ଥତା ସେ ପାଇଛନ୍ତି। କିନ୍ତୁ ଆଉ ଯେ ପ୍ରକାର ଭାବରେ ମୁଁ ବି କହୁଥିଲି ଯେ ଗାଡିର ପ୍ରୋବ୍ଲେମ ହେଉଛି, ମୁଁ ତାଙ୍କୁ ଭିଜିଟ କରିପାରୁନାହିଁ, ବାଇ ଫୋନରେ କଥାବାର୍ତ୍ତା କରୁଛି। ତ ବିଶେଷ କରିକି ପ୍ରାର୍ଥନା କରନ୍ତୁ ସେ ଝିଅଙ୍କ ପାଇଁ। ସେ ଝିଅଙ୍କ ଯୋଗୁଁ ତାଙ୍କ ପରିବାର ପ୍ରଭୁଙ୍କୁ ବିଶ୍ୱାସ କରୁଛନ୍ତି। ତାଙ୍କ ଝିଅ, ଯୋଉ ଝିଅ କି ୟଙ୍ଗ ଝିଅର ଯୋଉ ମନ୍ଦ ଶକ୍ତି ଥିଲା, ପ୍ରଭୁ ତାକୁ ବାହାର କରିଦେଲେ। ଅନେକ ଗୁଣି ଗାରିଡି ପାଖକୁ ମାନେ ଗଲେ, କୌଣସି ଉପକାର ପାଇଲେ ନାହିଁ। କିନ୍ତୁ ପ୍ରଭୁଙ୍କର ନିକଟକୁ ସେମାନଙ୍କର ସମ୍ପର୍କୀୟ ଲୋକ ଗୋଟେ କହିଲେ ଯେ ସେ ସ୍ଥାନରେ ପ୍ରାର୍ଥନା ହଉଛି, ଆସ। ସେମାନେ ଆସିଲେ, ଆଉ ସେମାନେ ପ୍ରାର୍ଥନାରେ ଥରେ ଦିଥର ପ୍ରାର୍ଥନାରେ ପ୍ରଭୁ ସେମାନଙ୍କୁ ଆଉ ସୁସ୍ଥତା ଦେଇଛନ୍ତି, ଯୋଦ୍ୱାରା ତାଙ୍କୁ ସେ ଝିଅଙ୍କର ସୁସ୍ଥତା ପାଇ ତାଙ୍କର ବାପା ମା ମାନେ, ତାଙ୍କ ଭାଇ, ସେମାନେ ପ୍ରଭୁଙ୍କୁ ବିଶ୍ୱାସ କରୁଛନ୍ତି। ସେମାନଙ୍କୁ ମୁଁ ବାଇବେଲ ଦେଇଛି, ପଢୁଛନ୍ତି। ପ୍ରାର୍ଥନା କରନ୍ତୁ 2ଟି ବିଷୟ, ପରିବାର ପାଇଁ ଏବଂ ସେଇ ଆଉ ଭଉଣୀ ଯୋଉ ମନ୍ଦ ଶକ୍ତିରୁ ମୁକ୍ତି ପାଇଛନ୍ତି, ତାଙ୍କ ଘରକୁ ମୁଁ ଯେପରି ଭିଜିଟ କରିବାକୁ ପାରିବି ସେଥିପାଇଁ। ଏବଂ ବିଶେଷ କରି ଯୋଉ ସ୍ଥାନରେ ମୁଁ ସେବା କାର୍ଯ୍ୟ କରୁଛି, ବର୍ତ୍ତମାନର ପରିସ୍ଥିତି ଆଉ ଭଲ ନୁହେଁ। ଆମେ ଦେଖୁ, ସମସ୍ତେ ଜାଣୁଛୁ, ମୁଁ ଅଧିକ ବ୍ୟାଖ୍ୟା କରିବା ପାଇଁ ଚାହେଁ ନାହିଁ, କାରଣ ଆଉ ସରକାରର ପ୍ରଶାସନର ବିଭିନ୍ନ ଆଉ ଜାଗାର ପରିସ୍ଥିତି ଭଲ ନାହିଁ। ତେଣୁକରି ବିଶେଷ କରିକି ପ୍ରାର୍ଥନା କରନ୍ତୁ ଏଇ ଦିନ ମାନଙ୍କରେ, ଯେପରି ସେଇ ବିଶ୍ୱାସୀ ମାନଙ୍କୁ କେମିତି ମୁଁ ପ୍ରଭୁଙ୍କ ଦିଗରେ ବଢେଇ ପାରିବି। ସେମାନେ ନୂଆରେ ପ୍ରଭୁଙ୍କୁ ବିଶ୍ୱାସ କରୁଛନ୍ତି, ଆଉ ତ ସେମାନେ ଯେମିତିକି ପ୍ରଭୁରେ ବଢିବେ, ପ୍ରଭୁର ବିଶ୍ୱାସରେ ଲାଗି ରହିବେ, ସେଥିପାଇଁ ଏବଂ ଆମ ପରିବାର ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ। ମୋର 2 ପୁଅ ପାଇଁ, ଆମେ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଆମେ ଯେପରି ଡେଡିକେଟେଡ ଭାବରେ ପ୍ରଭୁଙ୍କର ସେବାରେ ବ୍ୟବହାର ହେବୁ। ଆମମାନଙ୍କ ପାଇଁ ମଧ୍ୟ ଅନେକ ପ୍ରକାର ସମସ୍ୟା ରହିଛି, ଆଉ କଷ୍ଟ ରହିଛି, ବିଭିନ୍ନ ପ୍ରକାର ପ୍ରତିକୂଳ ପରିସ୍ଥିତି ଅଛି। ଏସବୁକୁ ଓଭରଟେକ୍ କରି ଯେପରି ଆମେ ପ୍ରଭୁଙ୍କ ନିମନ୍ତେ ବଞ୍ଚିବୁ, ଆମେ ଯେପରି ସ୍ପିରିଚୁଆଲି ଗ୍ରୋଥ ହେବୁ ଏବଂ ପ୍ରଭୁ ଯେଉଁ ସେବା କାର୍ଯ୍ୟ କରିବାର ଦାୟିତ୍ୱ ଆମମାନଙ୍କୁ ଦେଇଛନ୍ତି, ତାହା ଯେପରି ଆମେ ସୁନ୍ଦର ଭାବରେ ବିଶ୍ୱସ୍ତ ଭାବରେ ବୋଝ ଦର୍ଶନ ସହିତ ଏଇ ଦିନ ମାନଙ୍କରେ କରି ଅନେକ ହଜାତ୍ମା ଲାଭର କାରଣ ହେବାକୁ ପାରିବୁ, ସେଥି ନିମନ୍ତେ ନିତ୍ୟ ମୋର ଏର୍ଲି ପ୍ରେୟର, ମର୍ଣ୍ଣିଂ ପ୍ରେୟର ଗ୍ରୁପକୁ ମୁଁ ଅନୁରୋଧ କରେ, ମୋ ପାଇଁ, ମୋ ପରିବାର ପାଇଁ, ମୋର ସେବା କାର୍ଯ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ମୋ ପାଇଁ ସେବା କାର୍ଯ୍ୟ ପାଇଁ ପ୍ରାର୍ଥନା କରିକି ଆସୁଛନ୍ତି, ସହାୟତାରେ ଆସୁଛନ୍ତି, ସେଥିପାଇଁ ପ୍ରଭୁ ଗୌରବ ପାଆନ୍ତୁ। ଧନ୍ୟବାଦ ସମସ୍ତ, ନମସ୍କାର।